ए मेघुआ मेघुआ पागरे आज आमर पूरा चटपटा खाଇବା बदଳରେ पूरा नॉर्मल ଖାଇବା ଆମ ଘରେ ହେଇଛି। ତ ଏଇଠି ଓଉ ଖଟା ମୋ ବାବାଙ୍କର ଡିମାଣ୍ଡରେ ବସିଯାଇଛି। ତ ଓଉ ଖଟା ଏଇଠି ପ୍ରିପାରେସନ୍ ଚାଲିଛି। ସଜନା ଶାଗ ଗଛ ଭାଙ୍ଗି ପଡ଼ିଲା, ସେଥିପାଇଁ ହଠାତ୍ ସଜନା ଶାଗ ବି ଆଣିବାକୁ ପଡ଼ିଲା, ତାକୁ ନ ଖାଇଲେ ମନ ବୁଝିବନି ବୋଲି। ତ ମୁଁ ତା ଭିତରେ ଟିକେ ଟାଇମ୍ ବାହାର କରି ଟିକେ ବୁଲି ଆସିଲା ବେଳକୁ ଏଠି ଆମ ଚାଳରେ ଗୋଟେ କଖାରୁ ଡଙ୍କ ଲଟେଇଥିଲା। ତ ସେଠି ଦେଖିଲା ବେଳକୁ ଗୋଟେ ଫୁଲଟିଏ ହେଇଥିଲା। ଆଉ ଗୋଟେ ଏମିତି ଉଣ୍ଡୁ ଉଣ୍ଡୁ ଗୋଟେ ଆଉ ଗୋଟେ କ'ଣ ତାକୁ କୁହନ୍ତି, କ'ଣ ବା ମୋର ପାଟିରେ ପଶୁଛି, ସେଇ କଖାରୁ ଫୁଲ ପାଇଗଲି। ତ ଇଚ୍ଛା ହେଲା ତାକୁ ଆଣିବାକୁ, କିନ୍ତୁ ହାତ ପାଇଲାନି। କ'ଣ କରିବି, ତାକୁ ଧରିକି ଗୋଟାଏ ଫୁଲ ଧରିକି ପଳେଇ ଆସିଲି। ଭାବିଥିଲି ତାକୁ ପିଠଉ ଭଜା କରିବି ବୋଲି, ହେଲେ କରିପାରିଲିନି। ଏଠି ଭାତଟାକୁ ବସେଇ ଦେଲି। ଭାତଟାକୁ ବସେଇ ଦେଇକିରି ମୁଁ ଚାଲି ଆସିଲି ଶାଗଟାକୁ ବାଛିଦେଲି। ଶାଗ ବାଛିବା ଭିତରେ ଆଉ ଏଠି ତ ଗପର ଗପର ତ ନହେଲେ ହେବନି, ଆଉ କ'ଣ କରିବି। ତ ଏଠି ଡାଲି କରିଦେଇଥିଲି, ଡାଲି ଦେହରେ ଆଳୁ ପକାଇ ଦେଇଥିଲି। ତାପରେ ଏଠି କଖାରୁ ଶାଗ ଭାବିଥିଲି ଆଣିବି ବୋଲି, ଆଉ ଆଣିବାକୁ ଇଚ୍ଛା ହେଲାନି। ତ ଯେହେତୁ ସଜନା ଶାଗଟା ଭାଙ୍ଗି ପଡ଼ିଛି, ତ ଏଠି ପିଆଜ ଟିକେ ଭାଜି ଦେଉଛି। ଦୁଇଟାକ ଆଳୁ ଚକଟା, ଆମର ଆଳୁ ଚକଟା, ବାବାଙ୍କର ବାଇଗଣ ଚକଟା। କାହିଁକିନା ସିଏ ବି ଚକଟା ଜାତୀୟ ଜିନିଷ ହିଁ ଖାଉଛନ୍ତି, ଆଉ କିଛି ତାଙ୍କ ତରକାରୀ ପତ୍ର ଟିକେ ଭଲ ଲାଗୁନି। ତ ସେଇ ସିଝା ଆଳୁରେ ମୁଁ ଟିକେ ଭଜା ପିଆଜ ଟିକେ ପକାଇଦେଲି, ଚକଟି ଦେଲି। ଆଉ ବାବାଙ୍କର ଟିକେ ଆଳୁରେ ବାଇଗଣ ଗୋଟେ ପକାଇ ଚକଟି ଦେଲି। ତ ତାଙ୍କ ପାଇଁ ଏମିତି ଭାଜିକି ଥୋଇଦେଲି, ସେ କ୍ଷୀର ଭାତରେ ଖାଇନେବେ। ତ ଏଇଠି ଚଲେଇଛି। ତାପରେ ଏଇଠି ମୁଁ ଖଟାର ପ୍ରିପାରେସନ୍ କରିବି। ଖଟା ଓଉ ଖଟା, କଷି ଓଉ, ଆପଣ ଜାଣିଥିବେ ଏବେ କଷି ଓଉ ପୁରା ସବୁଆଡ଼େ ପୁରା ଭର୍ତ୍ତି ହେଇଯାଇଛି। ମୋ ମାଆ ଦୁଇଟା ନେଇକି ଆସିଥିଲା, ସେଇଟା କରିଦେଉଛି। ସେଇଟା ଥୁଆ ହେଲାଣି 8-10 ଦିନ ହେଲା, ବାବାଙ୍କର ଦେହ ଖରାପ ପୂର୍ବରୁ। ତ ଏଇଠି ଅଙ୍ଗୁର ଥିଲା, ଅଙ୍ଗୁରଟା ବହୁତ ଖଟା ଥିଲା। ଅଙ୍ଗୁରଟା ଏତେ ଖଟା ଥିଲା, ଆଉ ତାକୁ ମାନେ କଞ୍ଚା ତ ସେମିତି ନର୍ମାଲି ଖାଇହେବନି। ଭାବିଲି ତାକୁ ଖଟା କରିଦେବି ବୋଲି, ସେ ଓଉ ଦେହରେ ବି ପକାଇଦେଲି। ଓଉ ଦେହରେ ପକାଇକି ତାକୁ ଘାଣ୍ଟି ଘୁଣ୍ଟି ଦେଲି, ଟିକେ ମସଲା ପତ୍ର ପକାଇଦେଲି, ଟିକେ ଭଲ ଲାଗିବ ଖାଇବାକୁ। ତ ଏଠି ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କାଗୁଣ୍ଡ, ଲୁଣ, ହଳଦୀ ସବୁ ପକାଇକି ତାକୁ ଘାଣ୍ଟି ଘୁଣ୍ଟି ଦେଲି। ଟିକେ ଆଉ ଗୁଡ଼ ଯଦି ଥିବ ଆପଣଙ୍କ ପାଖରେ ଗୁଡ଼ ପକାଇ ପାରିବେ। ଗୁଡ଼ ମୁଁ ନଥିଲା, ଅଳ୍ପ ଟିକେ ଥିଲା, ସେଥିପାଇଁ ଚିନି ପକାଇଦେଲି। ଚିନି ଦେଖିକି ଟିକେ ପକାଇବେ, ଓଉକୁ ଦେଖିକିରି ଆଉ। ତ ଚିନି ପକାଇ ଘାଣ୍ଟି ଘୁଣ୍ଟି ଦେବ। ଟିକେ ହେଭି ପରିମାଣର ଟିକେ ଆପଣ ଦୁଇଟା ଅଦା, କଷିଆ ଅଦା, ନର୍ମାଲ୍ ଅଦା, ଦୁଇଟାକୁ କୁଟିକି ଦେଇଦେବେ, ପୁରା ଏକଦମ ଫାର୍ଷ୍ଟ କ୍ଲାସ୍ ଲାଗିବ। ଆପଣ ଯଦି ଚାହିଁବେ ଏଥିରେ ବେସର ବଟା ବି ବେସର ମାନେ କ'ଣ, ଆମର ଯେଉଁ ସୋରିଷ ବଟା, ସେଇଟା ଦେବାକୁ ବାବା କହୁଥିଲେ। କିନ୍ତୁ ମୁଁ ଚାହିଁଲି, ମୁଁ ଟିକେ ପକାଇଛି, ଯଦି ଅଙ୍ଗୁର କାହିଁ ବେସର ଫେସର ବଟା ଦେବି, କାଳେ ଭଲ ଲାଗିବ ନ ଲାଗିବ, ସେଥିପାଇଁ ମୁଁ ପକାଇଲି ନାହିଁ। ତାପରେ ଏଇ ଥିଲା ଆମର କ'ଣ, ଅମୁଲ, ଆମର ଯେଉଁ ଆଇସ୍କ୍ରିମ୍, ସେଇ ଡବାରେ ଆମର ଥୁଆ ହେଇଛି। କ'ଣ କହିଲେ, ଡାଲଚିନି ଆଉ ଗୁଜୁରାତିର ଗୁଣ୍ଡ। ଆପଣ ଭାବୁଛନ୍ତି କ'ଣ ତା ଦେହରେ ଆଇସ୍କ୍ରିମ୍ ମୁଁ ପକାଇବି? ଆଇସ୍କ୍ରିମ୍ ନୁହଁ, ଏଇଟା ଆମର ଯାହା ଆମ ମିଡ଼ିଲ୍ କ୍ଲାସ୍ ଫ୍ୟାମିଲି, ଆପଣ ଜାଣିଥିବେ ଗୋଟେ ଡବା ଆସିବ ମାନେ ତାକୁ କୌଣସି ନା କୌଣସି କାମରେ ଆମେ ଲଗେଇଦେବୁ। ତ ଶାଗ ତ ହେଇଥିଲା, ଶାଗ ଦେହରେ ଟିକେ ନଡ଼ିଆ ପକାଇଦେଲି। ତାପରେ ଖାଇବା ପୁରା ରେଡ଼ି। ଆଉ କ'ଣ, ଏତିକି ତ ଆମର ଆଜି ଖାଇବା ହେଇଥିଲା। ଡାଲି ଟିକେ ହେଇଥିଲା, ଏଇ ଚକଟା ଫକଟା ହେଇଥିଲା, ଏମିତି ଆଉ କ'ଣ। ଶାଗଟା ବହୁତ ହି ଟେଷ୍ଟି ଥିଲା, ଭଲ ଲାଗିଲା। ନଡ଼ିଆ ଟିକେ ପକାଇଲେ, ନଡ଼ିଆ ବଡ଼ି ପକାଇକି ଶାଗଟା କଲେ ଆହୁରି ବଢ଼ିଆ ଲାଗେ। ଆଉ ଶାଗର ରେସିପି ଯଦି ଆପଣ